ଏଇଟା କ'ଣ ପାଇଁ ତିଆରି ହେଉଛି ଆଣ୍ଡ କମ୍ପ୍ଲିଟ୍ ହେଲା ପରେ କେମିତି ଦେଖାଯିବ ନିଶ୍ଚିତ ଦେଖନ୍ତୁ। ଆଣ୍ଡ ଏଇଟା କେଉଁଥିରେ ବନା ହେଉଛି ଯଦି ଜାଣିଛନ୍ତି କମେଣ୍ଟରେ ଜଣେଇବେ। ठीक है। ଦେନ୍ ସକାଳ ଆରମ୍ଭ ହେଇଥିଲା ଗୋଟେ ଚା କପ୍ରୁ। ଦେନ୍ ସବୁ କାମ ସରିବା ପରେ କଲେଜ ଯିବା ପାଇଁ ଟିକେ କ୍ରିମ୍ ଲଗେଇ ରେଡ଼ି ହେଇଗଲି। ଦେଖୁଛନ୍ତି କ'ଣ କଲେଜ ଷ୍ଟୁଡେଣ୍ଟ ଟିକେ ଟାଇମ୍ ଲାଗିବ ନା। ଦେନ୍ ମୁଁ ଅଟୋରେ ଯାଇ କଲେଜରେ ପହଞ୍ଚିଗଲି। ଏଣ୍ଡ ମୋର ଏଇ ସାଙ୍ଗମାନେ ୱାର୍କ କରିନଥିବାରୁ କୋଉଠି ଛୁପିଛନ୍ତି ଦେଖନ୍ତୁ। ମା ଲୋ ଭିଡ଼ିଓରେ ପଡ଼ିବା ପାଇଁ କି ଦପ୍ତର ଠକ ଦଳ ସାର୍ କହିବାଟା ସତ ଆଉ। ଦେନ୍ ମୁଁ ଚାଲିଲି କ୍ଲାସ୍କୁ। ତ ଗୋଟେ ଅନର୍ସ କ୍ଲାସ୍ ଥିଲା। ଦେନ୍ ଆମର କ୍ଲାସ୍ ସରିଲା ତ ଆମେ ତଳକୁ ପଳାଇ ଆସିଥିଲୁ। ଆଣ୍ଡ ମୋ ସାଙ୍ଗର ସାଇକେଲରେ ଘରକୁ ଫେରିଲି। ଦେନ୍ ମୁଁ ଘରକୁ ଫେରିବା ପରେ ରେଡ଼ି ହେଇ ବାହାରିଥିଲି ସ୍ୱାମୀ ଆଇପା ପୂଜା ପାଇଁ। ଦେନ୍ ମୁଁ ଯିବା ପୂର୍ବରୁ ପୂଜା ସରିଯାଇଥିଲା ତ ମୁଣ୍ଡିଆଟି ମାରି ଘରକୁ ଫେରିଲି। ତାପରେ ରାତିରେ ମଧ୍ୟ ଏହି ପୂଜାର ଆୟୋଜନ ହୋଇଥିଲା। ତ ପ୍ରଥମେ ପୁଷ୍ପାଞ୍ଜଳି ଦିଆଗଲା। ଦେନ୍ ଭଜନର ସମାରୋହ ମଧ୍ୟ ହୋଇଥିଲା ଯାହାକି ସେଠାର ପରିବେଶ ଆନନ୍ଦମୟ। ଆଣ୍ଡ ଏହି ପୂଜାରେ କାର୍ତ୍ତିକ ଗଣେଶ ଏବଂ ସୁବ୍ରମଣ୍ୟଙ୍କ ପୂଜା କରାଯାଏ ଯାହାକି ଏହି ପୂଜା ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି ତ ମନ ବହୁତ ଖୁସି ଲାଗିଲା। ଦେନ୍ ଆଳତୀ ହେଲା। ଆଳତୀ ସ୍ୱାମୀମାନେ ପାଇବା ପରେ ଆମେ ମଧ୍ୟ ପାଇଲୁ ତ ବହୁତ ଖୁସି ଲାଗିଲା। ଦେନ୍ ଏହି ପୂଜା କେଉଁମାନେ ଦେଖିଛନ୍ତି କମେଣ୍ଟରେ ଜଣାଇବେ। ଆଣ୍ଡ ଏହା ବିଭିନ୍ନ ପ୍ରକାର ଫୁଲ ସହ କଦଳୀ ପଟୁଆରେ ତିଆରି ହୋଇଥିଲା ତ କେମିତି ଲାଗିଲା ଜଣାଇବେ। ତ ମୁଁ ଚାଲିଲି ଖାଇବାକୁ। ଆଜି ଥିଲା ଏତିକି। ସୋ ବାଏ ବାଏ ରହିଲି। ଗୁଡ୍ ନାଇଟ୍ ଅଲ୍।